ଯେତେବେଳେ ସଭାପତି ଥିଲି ମୋର ମନେ ପଡୁଛି ମତେ ବହୁତ ନିର୍ଯାତନା ମିଳିଛି, ବହୁତ କଥା ହେଇଛି ଦଳ ଆମ ଦଳ ତରଫରୁ ଏଇଠି ଓଡ଼ିଶା ସ୍ତରରେ ମୁଁ ତାକୁ ବିଷ ପିଇଲା ଭଳିଆ ପିଇ ଦେଇଛି, ହଜମ କରିଛି ଏବଂ ଗୋଟେ ଲକ୍ଷ୍ୟରେ ମୁଁ ଥିଲି ଯେ କଂଗ୍ରେସ କେମିତି ଜିତିବ ସେଇଥିପାଇଁ ମୁଁ ଗର୍ବ କରୁନି। ଦୁଇଟା ଉପନିର୍ବାଚନ ଜିତିଲି ଏବଂ ପାଖାପାଖି ଅଧା ଅଧା ହେଇଗଲା ଜିଲ୍ଲା ପରିଷଦ ନିର୍ବାଚନ ହାତ ଚିହ୍ନରେ। ମୁଁ ନା ଭକ୍ତ କଣ କରୁଛନ୍ତି, ଭକ୍ତ ତାଙ୍କ ତରିକାରେ ରାଜନୀତି କରୁଛନ୍ତି, ସିଏ ହୁଏତ ମୋଠୁ ଭଲ କରିପାରନ୍ତି କିନ୍ତୁ ଭକ୍ତଙ୍କ ସହିତ ଏ ଜିନିଷ ତୁଳନା କରିବାର ନାହିଁ। କଂଗ୍ରେସ ଦଳର ସଭାପତି ଭାବରେ ମୁଁ ଯାହା ନିଜେ ମୋର ବ୍ୟକ୍ତିଗତ ଅନୁଭୂତି, ଗୋଟେ ଦଳର ନେତୃତ୍ୱ ନେଲେ ଦଳରେ ନେତୃତ୍ୱ ନେଇ କାର୍ଯ୍ୟ କଲେ ଆବଶ୍ୟକ ପଡ଼ିଲେ ପ୍ରତ୍ୟେକ ଲୋକର କଥାକୁ ସହିବାକୁ ପଡ଼ିବ, ସବୁ କଥା ଶୁଣିବାକୁ ପଡ଼ିବ, ତାକୁ ସମାଧାନ କରିବାକୁ ପଡ଼ିବ। ସମାଧାନ ନ ହୋଇପାରିବା ପରେ ଶେଷ ଚିନ୍ତାଧାରା ହେଉଛି ଯେତେବେଳେ ବିଶୃଙ୍ଖଳିତ ଜଣେ ହେବ ତା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କରିବା ପାଇଁ ଦଳ ବାଧ୍ୟ ହେବ। ତେଣୁ ସେଇଭଳି ପରିସ୍ଥିତି ସେଇ ସ୍ତରରେ ଯାଇ ପହଞ୍ଚି ମୁଁ ଭାବୁଛି ବୋଧେ ମଲ୍ଲିକାର୍ଜୁନ ଖାଡଗେଜୀ ଏବଂ ରାହୁଲ ଗାନ୍ଧୀଜୀଙ୍କ ଉପରେ ଯଦି ଅଙ୍ଗୁଳି ନିର୍ଦ୍ଦେଶ ହେଇନଥାନ୍ତା ଆଜିର ପରିଣତି ଯାହା ହେଇଛି ମୁଖ୍ୟମନ୍ତ୍ରୀଙ୍କର ସେୟା ହେଇନଥାନ୍ତା। ସେ ଘଟଣା ମୁଁ ଆଉ କିଛି ବରିଷ୍ଠ ନେତା ଆମେ ଭକ୍ତଙ୍କ ଦୃଷ୍ଟିକୁ ସେ କଥା ଆଣିଛୁ, ଦିଲ୍ଲୀରେ ଆମେ ଆଲୋଚନା କରିଛୁ। ମୁଁ ଭାବୁଛି ସେ ଘଟଣାର ସମାଧାନ ହେଇଯିବ ଏବଂ ସମାଧାନ ହେଇଯିବ ଏଇଥିପାଇଁ ଯେ ଏଇଟା ଆମ ନିଜର ଦଳୀୟ ବ୍ୟାପାର, ଦଳୀୟ କଥା। ଦଳ ଭିତରେ ଯେହେତୁ ଏଇଟା ଏଆଇସି ସ୍ତର ପର୍ଯ୍ୟନ୍ତ ନ ଯାଇକି ଭକ୍ତଙ୍କ ସ୍ତରରେ ଆମ ପିସି ସଭାପତିଙ୍କ ସ୍ତରରେ ଏହାକୁ ସମାଧାନ କରିବା ପାଇଁ ଆମେ ଉଦ୍ୟମ କରିଛୁ। ମୁଁ ଆଉ 2-3 ଜଣ ବରିଷ୍ଠ ନେତା ଆମେ ତାଙ୍କ ସହିତ ଆଲୋଚନା କରୁ। ଠିକ୍ ଭୁଲ କଥା ମତେ ପଚାରନ୍ତୁ ନାହିଁ ଆପଣ, କାରଣ ମୁଁ ଯେତେବେଳେ ଦାୟିତ୍ୱରେ ଥିଲି ମତେ ଆପଣ ଠିକ୍ ଭୁଲ କଥା ପଚାରୁଥିଲେ। ମୁଁ ବର୍ତ୍ତମାନ କିଛି ଦାୟିତ୍ୱ ନାହିଁ, ଜଣେ ସାଧାରଣ କଂଗ୍ରେସ ଲୋକ ହିସାବରେ ମୁଁ ଆପଣଙ୍କୁ ଯାହା କହିବା କଥା କହୁଛି, କାରଣ ଆପଣ ମତେ ଜାଣିଛନ୍ତି, ମୁଁ ଆପଣଙ୍କୁ ଜାଣିଛି। ତେଣୁ ସେଇ ସମ୍ପର୍କକୁ ନେଇକି ଆପଣ ମୋଠୁ କିଛି ବାର୍ତ୍ତାଳାପ କରୁଛନ୍ତି ଏବଂ ଯାହା ବାଇଟ୍ ନେବା କଥା ନେଉଛନ୍ତି। ମୋର ସେଭଳି ମୋ ପାଖରେ ଅଧିକାର ନାହିଁ ଯୋଉଟା ମୁଁ ନିଜେ କହିବି ସେଟା ନିଷ୍ପତ୍ତି ହେଇଯିବ, ଡିସିସନ ହେଇଯିବ। ବଟ୍ ଆଇ ୱାଣ୍ଟ, ମୋର ସବୁଠୁ ଇଚ୍ଛା ହେଉଛି ଯେ ମୁଁ ଏମଏଲଏ ହେବି, ମୁଁ ଏମଏଲଏ ନ ହେବି ଏ ଚିନ୍ତାରେ ମୁଁ ନାହିଁ। ମୁଁ ଚାହୁଁଛି ଯେ କଂଗ୍ରେସ ଦଳ ଯୋଉ ସଫର କଲାଣି, ଲଙ୍ଗ ସଫର କଲାଣି, ଟୋଟାଲ 5ଟା ଟର୍ମ ବିଜୁ ଜନତା ଦଳ ଠାରୁ ଆମେ ହାରିକି ରହିଛୁ। ଶେଷରେ ଗୋଟେ ମନୁବାଦୀ ଦଳ ଯେ ହେଉଛି ଭାରତୀୟ ଜନତା ପାର୍ଟି, ସିଏ ଥରେ ରାଜ୍ୟ ଭିତରକୁ ପଶି ଆସିଛି। ତାକୁ ହଟେଇବା ପାଇଁ ଆମକୁ ସଂଗଠିତ ହେଇ କାମ କରିବାକୁ ପଡ଼ିବ। ଯିଏ ଦଳରେ ବିଦ୍ରୋହ କରିବ ଇଏ ଆଗକୁ ଆଉ ହୁଏତ କେହି ବିଦ୍ରୋହ କରିବେନି। ଦଳ ଭିତରେ ଗୋଟେ ଦଳର ଯୋଉ ସଂବିଧାନ, ଇଏ ବିଦ୍ରୋହ ନୁହେଁ, ମୁହଁ କେହି ଖୋଲିବେନି, କେହି କାହାକୁ ଅଟକେବେ। ଗୋଟେ ଗଣତାନ୍ତ୍ରିକ ଦଳ, ଏ ସରକାରୀ ଚାକିରି ନୁହଁ। ମତେ ଠିକ ଲାଗୁଛି, ମୁଁ ଠିକ କହୁଛି। ମତେ ଭକ୍ତ ବାବୁଙ୍କ ନେତୃତ୍ୱକୁ ମୁଁ ମାନୁଛି, ଭକ୍ତ ବାବୁ ତାଙ୍କ ନେତୃତ୍ୱ ଦଉଛନ୍ତି। ମୁଁ ରାହୁଲ ଗାନ୍ଧୀ ପରିବାରର ଜଣେ ଲୟାଲିଷ୍ଟ, କଂଗ୍ରେସ ପାର୍ଟିର ଗୋଟେ ଲୟାଲିଷ୍ଟ। ମଲ୍ଲିକାର୍ଜୁନ ଖାଡଗେଜୀ ମୋର ନେତା, ତେଣୁ ମଲ୍ଲିକାର୍ଜୁନ ଖାଡଗେଜୀ ମୋର ନେତା। ମୁଁ 50 ବର୍ଷ ପାଖାପାଖି ରାଜନୀତି କରିନି। ସବୁ ପଦପଦବୀ, ମୁଁ ମୁଖ୍ୟମନ୍ତ୍ରୀ ହେବାର ସ୍ୱପ୍ନ ନାହିଁ, ହେଇପାରିବିନି। ସବୁ ପଦପଦବୀରେ ମୁଁ ଦାୟିତ୍ୱରେ ଆସିଛି ଏବଂ ଦାୟିତ୍ୱ ତୁଲେଇଛି। ତେଣୁ ମତେ ଏସବୁ ଜିନିଷ ମତେ କିଛି ଇଏ ନୁହେଁ ଏବଂ ସରକାରୀ ଚାକିରି ନୁହେଁ, କିଏ କିଛି ମୁହଁ ଖୋଲି ପାରିବେନି। ଦଳୀୟ ଶୃଙ୍ଖଳା ଭିତରେ ରହିକି ଯିଏ ଯାହା ଚାହିଁବ କହିପାରିବ ତା ନେତାକୁ ଏବଂ ଲେଖିପାରିବ।